ମୋ ସ୍ୱରଚିତ କବିତା ତୀର୍ଥ ଭ୍ରମଣ ଶ୍ରୋତା ବନ୍ଧୁମାନେ ଅବଶ୍ୟ ଶୁଣନ୍ତୁ। ଡର ଲାଗେ ଯେବେ ଜଗନ୍ନାଥଙ୍କର, ଡର ଲାଗେ ଯେବେ ଜଗନ୍ନାଥଙ୍କର, ମିଳେ ଦର୍ଶନ ତାଙ୍କର। କରୁଣା କର ସେ, କରୁଣା କରନ୍ତି, ପଥେ ଜଡ଼ନ୍ତି ପଥର, ପଥେ ଜଡ଼ନ୍ତି ପଥର। ଶୁଭ ଦିନ ପରା ଜାନୁଆରୀ ମାସ, ତାରିଖ 22 ଧରା। ଅଯୋଧ୍ୟା ରାମରେ ପ୍ରାଣ ପ୍ରତିଷ୍ଠାଟି, ରାମ ବାଲ୍ୟ ରୂପ ପରା। ଥିଲା ନିମନ୍ତ୍ରଣ ସିଂହଭୂମି କବି, ଦଶ ଯେ ବିଚ୍ଛିନ୍ନାଞ୍ଚଳ। ଓଡ଼ିଆ ଭାଷାର କବି ସମ୍ମିଳନୀ, ଦର୍ଶନେ ସାକ୍ଷୀ ଗୋପାଳ। ସବୁ କୃପା ସିନ୍ଧୁଙ୍କର, ଦେଖିଲୁ ସତ୍ୟବାଦୀଙ୍କୁ। କରୁଣା କରିଲେ ପ୍ରଭୁ ସତ୍ୟବାଦୀ, ଦର୍ଶନ କରିଲୁ ତାଙ୍କୁ। ବିଶ୍ୱବିଦ୍ୟାଳୟ ନୂତନ ଓଡ଼ିଆ କବି ସମ୍ମିଳନୀ ତହିଁ, ରାମଙ୍କ ଭକ୍ତିରେ କୁଞ୍ଜିଲା କବିତା, ସତ୍ୟବାଦୀ କୀର୍ତ୍ତି ଜହିଁ। ସତ୍ୟବାଦୀଙ୍କର ମହିମା ଅପାର, ସତ୍ୟବାଦୀଙ୍କର ମହିମା ଅପାର। ଦର୍ଶନ ସୁଆଣ୍ଡ ଭୂଇଁ, ଦର୍ଶନ ସୁଆଣ୍ଡ ଭୂଇଁ। ଗୋପବନ୍ଧୁଙ୍କର ଜନ୍ମସ୍ଥଳୀ ପରା, ପୂଜନ ଭକ୍ତିରେ ତହିଁ। ଗୌଡ଼ମଣି ସେ ସବୁ ଓଡ଼ିଆର, ବନ ବିଦ୍ୟାଳୟ ତହିଁ। ସେହୁ କରିଥିଲେ ତାଙ୍କରି ସ୍ଥାପନା, ଶିକ୍ଷା ଓଡ଼ିଆଙ୍କ ପାଇଁ, ଶିକ୍ଷା ଓଡ଼ିଆଙ୍କ ପାଇଁ। ସିଂହଭୂମି କ୍ଷେତ୍ରେ କେତେ ବିଦ୍ୟାଳୟ, ଖୋଲିଥିଲେ ଗୋପବନ୍ଧୁ। ନାହିଁ ଭାଷା ଶିକ୍ଷା ବିଚ୍ଛିନ୍ନ ଭୂଇଁରେ, ଶିକ୍ଷା ଶୂନ୍ୟ ଭାଷା ବନ୍ଧୁ, ଶିକ୍ଷା ଶୂନ୍ୟ ଭାଷା ବନ୍ଧୁ। ସୁଆଣ୍ଡ ଭୂଇଁରେ ସ୍ମୃତିର ସେ ଚିହ୍ନ, ସଂଗ୍ରହାଳୟରେ ଦେଖିଲୁ। ମନ ତୃପ୍ତି ହେଲା ଦେଖି ଇତିହାସ, ମନ ପବିତ୍ର କରିଲୁ। ସିଂହଭୂମି କୀର୍ତ୍ତି ନାହିଁରେ ସେଠାରେ, ମନ ଦୁଃଖିତ ହୋଇଲା। କେତେ ପ୍ରେମ ପ୍ରୀତି ଥିଲା ସିଂହଭୂମି, ଉତ୍କଳ ସବୁ ଭୁଲିଲା, ଉତ୍କଳ ସବୁ ଭୁଲିଲା। ସୁଆଣ୍ଡର ଭୂମି ପୁରୀ ଧାମେ ପରା, ଗଲୁ ସେଠୁ ପୁରୀ କ୍ଷେତ୍ର। ସୁଆଣ୍ଡର ଭୂମି ପୁରୀ ଧାମେ ପରା, ଗଲୁ ସେଠୁ ପୁରୀ କ୍ଷେତ୍ର। ଦର୍ଶନ କରିଲୁ ଜଗା କାଳିଆଙ୍କୁ, ଦେଖି ପବିତ୍ର ହେ ନେତ୍ର, ଦେଖି ପବିତ୍ର ହେ ନେତ୍ର। ମନ ଅଭିଳାଷ ପୂରଣ ହୋଇଲା, ଧନ୍ୟ ପ୍ରଭୁ ଜଗନ୍ନାଥ। କବିଙ୍କ ମୁଖରୁ ଗୁଞ୍ଜିଲା କବିତା, କାଳିଆ ଦିନଙ୍କ ନାଥ, କାଳିଆ ଦିନଙ୍କ ନାଥ। ରାତ୍ରିର ଟ୍ରେନରେ ପୁରୀରେ ବସିଲୁ ପାଇଁ ଯେ ଟାଟା ନଗର। ତୀର୍ଥ ଭ୍ରମଣଟି ହୋଇଲା ସମାପ୍ତ, ତୀର୍ଥ ଭ୍ରମଣଟି ହୋଇଲା ସମାପ୍ତ। ଗଲୁ ନିଜ ନିଜ ଘର, ଗଲୁ ନିଜ ନିଜ ଘର।